ବିକ୍ଷରିତ ଅଂଶ ମୋହ। ଶିଷ୍ୟ ଉବାଚ ବିକ୍ଷରିତ ଅଂଶ ମୋହଟି ଭୋ ଦେବ ଏବେ କହିବଟି। ଏହାର ଗୁଣ କ୍ରିୟା ପୁଣି ଲଭିବି ଦିବ୍ୟ ଜ୍ଞାନ ଶୁଣି। ଶ୍ରୀ ଗୁରୁସ୍ୱାମୀ ଉବାଚ ଯେ ବ୍ୟକ୍ତି ଦୀକ୍ଷା ନେଇଥାଏ ଅବଶ୍ୟ ମାର୍ଗ ପାଳୁଥାଏ। ଦର୍ଶନ କ୍ଷେତ୍ରେ ନ ପହଞ୍ଚି ଧାରାର ପଥେ ଶକ୍ତି ସଞ୍ଚି। ଗୁରୁଙ୍କ ଉପଦେଶ ମତେ ଈଶ୍ୱର ପ୍ରାପତିର ପଥେ। କଠୋର ନିଷ୍ଠା ତ୍ୟାଗ ସହ କର୍ମ ଯୋଗରେ ଅହରହ। ଏହି ଅବସ୍ଥା ଧରିଥାଏ ଦର୍ଶନ ପାଇଣ ନଥାଏ। ଜ୍ଞାନ କ୍ଷରିତ ନ ହୋଇଣ ପ୍ରାଣୀ ଯେ କରଇ ସାଧନ। ପ୍ରକୃତ କୃପା ଲାଭ କରି ନଥାଏ ପ୍ରାଣୀ ଅନୁସରି। ତଥାପି ନିଷ୍ଠାର ସହିତ ସାଧନ କରେ ବିଧିମତ। ଅନେକ ଦୁଃଖ କଷ୍ଟ ସହି ଏ ଅବସ୍ଥାରେ ପ୍ରାଣୀ ରହି। ଏ ବିକ୍ଷରିତ ଅଂଶ ମୋହ ବଶ୍ଚ ବୁଝିବ ନିଶ୍ଚୟ। ଯେଉଁ ବ୍ୟକ୍ତି ଗୁରୁ ଗ୍ରହଣ କରି ଗୁରୁଙ୍କ ପ୍ରଦତ୍ତ ଦୀକ୍ଷାରେ ଧାରା ଧରି ପ୍ରତିଦିନ କର୍ମଯୋଗ ଅଭ୍ୟାସରେ ରହି ମଧ୍ୟ ଦର୍ଶନ ଜଗତରେ ପହଞ୍ଚି ନଥାଏ, କିନ୍ତୁ ତ୍ୟାଗ ଓ ନିଷ୍ଠାର ସହିତ ଈଶ୍ୱରୋପଲବ୍ଧି ନିମନ୍ତେ ବିଧିମତ ସାଧନା ଚାଲୁ ରଖିଥାଏ, ତାହାର ଏହି ଅବସ୍ଥାକୁ ବିକ୍ଷରିତ ଅଂଶ ମୋହ କୁହାଯାଏ। ବିକ୍ଷରିତ ଅଂଶ ମୋହ ଅବସ୍ଥା ଚକ୍ରରେ ଥିବା ବ୍ୟକ୍ତି ସାଧନା ପଥରୁ ବିଚ୍ୟୁତ ହୋଇପାରେ ନାହିଁ। ଏ ସମ୍ପର୍କରେ ଶ୍ରୀ ଶ୍ରୀ ଠାକୁରେ କହନ୍ତି, ବିକ୍ଷରିତ ମୋହରେ ପଡ଼ି ପ୍ରାଣୀ ନ ପାରେ ମାର୍ଗ ଛାଡ଼ି। ଏ ମୋହ ଅତି ବଳବାନ, ପ୍ରାଣୀକୁ ଦିଏ ପ୍ରରୋଚନ। ପଛକୁ ଫେରି ନ ଯିବାକୁ ନ ଦିଏ ପତିତ ହେବାକୁ। ଥରେ ମୋହରେ ପଡ଼ିଗଲେ ନ ରହେ ବିଷୟଟି ଭଲେ। ବିଷୟ ସୁଖ ଆକର୍ଷଣ କରି ନ ପାରେ କଦାଚନ। ଦ୍ୱାର ଦେଶରେ ମୁକତିର ଥୁଅହିଁ ନେଇ ସାଧକର। ବ୍ୟକ୍ତି ଗୁରୁ ଗ୍ରହଣ କରି ଦୀକ୍ଷା ଗ୍ରହଣ ପରେ ଶ୍ରୀ ଗୁରୁଜୀଙ୍କର ପ୍ରଦର୍ଶିତ ସାଧନ ମାର୍ଗରେ ପ୍ରବେଶ କରି ନିତ୍ୟ ନୈମିତ୍ତିକ ଅଭ୍ୟାସ କର୍ମଯୋଗରେ ନିଷ୍ଠା ତ୍ୟାଗ ଓ ଆନ୍ତରିକତାର ସହିତ ଲାଗି ରହି ଦର୍ଶନ ଜଗତ କ୍ଷେତ୍ରରେ ନ ପହଞ୍ଚିଲେ ମଧ୍ୟ ଏହି ବିକ୍ଷରିତ ଅଂଶ ମୋହ ବଳରୁ ଧର୍ମଧାରା ବା କର୍ମଯୋଗରୁ ବିଚ୍ୟୁତ ହୋଇପାରେ ନାହିଁ। ପ୍ରାଣୀର ହୃଦୟରେ ଦିବ୍ୟ ଜ୍ଞାନ କ୍ଷରିତ ନ ହେଲେ ମଧ୍ୟ ସେ ସାଧନା ମାର୍ଗରେ ଅବିଚଳିତ ରହେ। ଶ୍ରୀ ଗୁରୁଙ୍କର ପ୍ରକୃତ କୃପାଲାଭ କରିଥିଲେ ମଧ୍ୟ ପ୍ରାଣୀ ଅଜ୍ଞାନତା ବଶରୁ ତାହା ଅନୁସରଣ ନ କଲେ ବି ନିଷ୍ଠାର ସହିତ ବିଧିମତ ସାଧନା କ୍ରିୟାରେ ଅନୁରକ୍ତ ରହେ। ବିକ୍ଷରିତ ଅଂଶ ମୋହରେ ପଡ଼ିଲେ ପ୍ରାଣୀ ସାଧନା ପଥକୁ ତ୍ୟାଗ କରିପାରେ ନାହିଁ। ଏହି ମୋହ ଅତ୍ୟନ୍ତ ବଳବାନ ଏବଂ ଏହା ପ୍ରାଣୀକୁ ସାଧନା ପଥରେ ଅଗ୍ରସର ହେବା ପାଇଁ ପ୍ରରୋଚନା ଦେଇଥାଏ। ଏହି ମୋହ ପ୍ରାଣୀକୁ ପଛକୁ ଫେରିଯାଇ ପୂର୍ବ ସ୍ଥିତିରେ ପହଞ୍ଚିବାକୁ ବା ପାପସକ୍ତ ହୋଇ ପତିତ ହେବାକୁ ଦିଏ ନାହିଁ। ଏହି ମୋହରେ ଥରେ ପଡ଼ିଗଲେ ପ୍ରାଣୀର ଆଉ ବିଷୟାସକ୍ତି ରହେ ନାହିଁ କିମ୍ବା ବିଷୟ ସୁଖ ପ୍ରାଣୀକୁ ଆକର୍ଷଣ କରିପାରେ ନାହିଁ। ଏହା ସାଧକକୁ ମୁକ୍ତିର ଦ୍ୱାର ଦେଶରେ ନେଇ ପହଞ୍ଚେଇ ଦେଇଥାଏ। ପ୍ରାଥମିକ ସ୍ତରରେ ସାଧକମାନଙ୍କ ନିମନ୍ତେ ଏହି ମୋହ ଅତ୍ୟନ୍ତ ଉପଯୋଗୀ ଅଟେ। ଶିଷ୍ୟ ଉବାଚ କେଉଁଠି ଏହା କେନ୍ଦ୍ରସ୍ଥଳ? କେଶନେ ଏତେ ମହାବଳ? ଭୋ ଦେବ ବୁଝାଇ କହିବ, ମନ ମୋହର ତୋଷ ହେବ। ଶିଷ୍ୟ ଶ୍ରୀ ଗୁରୁସ୍ୱାମୀଙ୍କ ଚରଣ ପଙ୍କଜରେ ବିନୀତ ପ୍ରାର୍ଥନା କରି ବିକ୍ଷରିତ ଅଂଶ ମୋହର କେନ୍ଦ୍ରସ୍ଥଳ, ଉତ୍ପତ୍ତି ସ୍ଥଳ ଇତ୍ୟାଦି ସମ୍ପର୍କରେ ଅଧିକ କିଛି ତଥ୍ୟ ବା ତତ୍ତ୍ୱ ଜାଣିବା ପାଇଁ ପ୍ରାର୍ଥନା କରନ୍ତେ ଶ୍ରୀ ଗୁରୁଦେବ ସନ୍ତୁଷ୍ଟ ହୋଇ କହିଲେ,
ଶ୍ରୀ ଗୁରୁସ୍ୱାମୀ ଉବାଚ ଇକ୍ୱି ଶୂନ୍ୟ ଜାନିକ କେନ୍ଦ୍ର ଏହାର ସ୍ଥଳ ଶୁଣ ଚନ୍ଦ୍ର ବୃହସ୍ପତି ମଙ୍ଗଳ ବେନି ଦ୍ୱିଜା ଓ ଉତ୍ତର ଫାଲ୍ଗୁନି ସଙ୍ଗମ ସ୍ଥଳରୁ ଏ ମୋହ ସୃଷ୍ଟି ପ୍ରାକୃତିକ ଉପାୟ ଏମନ୍ତ ଜନ୍ମ ଚକ୍ର ଧରି ଭୂମିଷ୍ଠ ଯେଉଁ ନର ନାରୀ ଏ ମୋହ ଆକର୍ଷେ ତାହାରେ ପଡ଼ନ୍ତି ସେହୁ ଏ ମୋହରେ ବିକ୍ଷରିତ ଅଂଶ ମୋହ ଇକ୍ୱି ଶୂନ୍ୟ ଜାନିକ କେନ୍ଦ୍ରରୁ ସୃଷ୍ଟି ହୁଏ ମଙ୍ଗଳ ଓ ବୃହସ୍ପତି ଏହି କେନ୍ଦ୍ରର ଅଧିପତି ଅଟନ୍ତି ଦ୍ୱିଜ ଓ ଉତ୍ତର ଫାଲ୍ଗୁନି ନକ୍ଷତ୍ର ଦ୍ୱୟ ଚନ୍ଦ୍ରର ଭୋଗ ସମୟରେ ମଙ୍ଗଳ ଓ ବୃହସ୍ପତି ଗ୍ରହ ଦ୍ୱାରା ଏକତ୍ରୀକରଣ ହେଲେ ପ୍ରାକୃତିକ ଉପାୟରେ ଏହି ମୋହର ସୃଷ୍ଟି ହୁଏ ଏହି ପ୍ରକାର ଜନ୍ମଚକ୍ର ଧରି ଭୂମିଷ୍ଠ ହୋଇଥିବା ବ୍ୟକ୍ତିମାନେ ଏହି ମୋହର ଆକର୍ଷଣରେ ପଡ଼ିଥାନ୍ତି ତେଣୁ ଏହା ବିଧି ନିର୍ଦ୍ଦିଷ୍ଟ ଏବଂ ବିଶ୍ୱବିଧାତାଙ୍କର ଲୀଳା ବୋଲି ଗ୍ରହଣ କରାଯାଇପାରେ ଜନ୍ମ ଅବଧି ମାତୃଗର୍ଭରେ ଥାଇ ଭ୍ରୂଣ ପରିପକ୍ୱ ହେବା ପରେ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଭୂମିଷ୍ଠ ହୁଏ ଏହି ଭୂମିଷ୍ଠ ମୁହୂର୍ତ୍ତର ଗ୍ରହ ନକ୍ଷତ୍ରର ଅବସ୍ଥିତି ଅନୁସାରେ ଶିଶୁ ତାର ମୃତ୍ୟୁ ଅବଧି ନାନାଦି ଅବସ୍ଥା ଚକ୍ର ମଧ୍ୟରେ କାଳାତିପାତ କରେ ବିକ୍ଷରିତ ଅଂଶ ମୋହ ସୃଷ୍ଟି କେନ୍ଦ୍ର ସହିତ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ ଏବଂ ଦ୍ୱିଜା ଓ ଉତ୍ତରା ଫାଲ୍ଗୁନି ନକ୍ଷତ୍ର ଦ୍ୱୟର ସଂଯୋଗ ମୁହୂର୍ତ୍ତରେ ଶିଶୁ ଭୂମିଷ୍ଠ ହୁଏ ଏହି ମୋହର ଆକର୍ଷଣରେ ପ୍ରାକୃତିକ ଉପାୟରେ ଅବଶ୍ୟ ପଡ଼ିଥାଏ ଯୁଗେ ଯୁଗେ ବହୁ ବ୍ୟକ୍ତି ବିକ୍ଷରିତ ଅଂଶ ମୋହରେ ପଡ଼ି ସାଧନା ପଥରେ ଶ୍ରୀ ଗୁରୁଙ୍କର ଉପଦେଶ ମତେ କଠୋର ନିଷ୍ଠା ଓ ତ୍ୟାଗର ସହିତ କର୍ମଯୋଗ ଅଭ୍ୟାସରେ ଲିପ୍ତ ଥିବାର ପରିଲକ୍ଷିତ ହୋଇଅଛି ଏ ସମ୍ପର୍କରେ ପରମ ପ୍ରେମମୟ ଠାକୁରେ ଯୁଗାନୁପାତିକ ଦୃଷ୍ଟାନ୍ତମାନ ବର୍ଣ୍ଣନା କରି ବିକ୍ଷରିତ ଅଂଶ ମୋହକୁ ସରଳ କରିଦେଇଛନ୍ତି ତନ୍ମଧ୍ୟରୁ କେତୋଟି ନିମ୍ନରେ ପଞ୍ଜୀକୃତ କରାଯାଉଛି ସତ୍ୟ ଯୁଗରେ ପ୍ରଶ୍ୱସ୍ତି ନାମରେ ଜଣେ ସନ୍ନ୍ୟାସୀ ଥିଲେ ସେ ମଧ୍ୟ କେତେକ ଶିଷ୍ୟ ଗ୍ରହଣ କରି ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ସନ୍ନ୍ୟାସ ଧର୍ମରେ ଦୀକ୍ଷିତ କରାଇଥିଲେ କାଳର କୁଟିଳ ଗତି ଏହି ଗତି ପଥରୁ କିଏ ବା ବର୍ତ୍ତିପାରେ କାଳକ୍ରମେ ପ୍ରଶ୍ୱସ୍ତି ଦେହ ତ୍ୟାଗ କଲେ ଏ ଉତାରୁ ତାଙ୍କର କତିପୟ ଶିଷ୍ୟ ସନ୍ନ୍ୟାସ ଧର୍ମ ପରିତ୍ୟାଗ କରି ଗୃହସ୍ଥାଶ୍ରମରେ ପୁତ୍ର କଳତ୍ର ଧରି ବସବାସ କରି ଜୀବନ ଅତିବାହିତ କଲେ ସେମାନଙ୍କର ଦେଖାଶିଖାରେ ଅନ୍ୟମାନେ ମଧ୍ୟ ସେହି ପଥର ଅନୁଗାମୀ ହୋଇ ସନ୍ନ୍ୟାସ ଧର୍ମ ତ୍ୟାଗ କରି ସଂସାରୀ ହେଲେ ପ୍ରଶ୍ୱସ୍ତିଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଶ୍ରୀବଶ୍ଚୀ ନାମଧାରୀ ଜଣେ ଶିଷ୍ୟ ସନ୍ନ୍ୟାସ ଧର୍ମରେ ଅବିଚଳିତ ଭାବରେ ରହି ଶ୍ରୀ ଗୁରୁଦତ୍ତ ଉପଦେଶ ଅନୁସାରେ କଠୋର ନିଷ୍ଠା ଓ ତ୍ୟାଗ ସହିତ ସାଧନା ପଥରେ ରହିଗଲେ ଅନ୍ୟମାନେ ତାଙ୍କୁ ଏ ସାଧନାର ଫଳ ସମ୍ପର୍କରେ ପ୍ରଶ୍ନମାନ ପଚାରି ସନ୍ନ୍ୟାସ ଧର୍ମ ମାର୍ଗରୁ ତାଙ୍କୁ ବିଚ୍ୟୁତ କରିବା ପାଇଁ ବହୁ ଚେଷ୍ଟା କଲେ ମାତ୍ର ଶ୍ରୀବଶ୍ଚୀ ତାଙ୍କର ସାଧନା ମାର୍ଗରୁ ବିଚ୍ୟୁତ ନ ହୋଇ ଅବିଚଳିତ ଅବସ୍ଥାରେ ସ୍ଥିର ଚିତ୍ତରେ ଗୁରୁ ପ୍ରଶ୍ୱସ୍ତିଙ୍କର ଶିକ୍ଷା ଓ ଦୀକ୍ଷାକୁ କଠୋର ଭାବରେ ପାଳନ କରି ଚାଲିଲେ ବିକ୍ଷରିତ ଅଂଶ ମୋହ ପାଶରେ ଶ୍ରୀବଶ୍ଚୀ ପଡ଼ିଥିଲେ ଜନ୍ମ ମୁହୂର୍ତ୍ତର ଗ୍ରହ ନକ୍ଷତ୍ର ପ୍ରଭାବ ହେତୁ ଏହି ମୋହ ଏତାଦୃଶ ଭାବାବସ୍ଥା ପ୍ରାଣୀଠାରେ ବିଧିବଦ୍ଧ ଭାବରେ ସୃଷ୍ଟି କରିଥାଏ ତ୍ରେତା ଯୁଗର ମଧ୍ୟବର୍ତ୍ତୀ ସମୟରେ ଗଙ୍ଗା ନଦୀ କୂଳରେ ଏକ ସୁରମ୍ୟ ପଳାଶ ବନରେ ପ୍ରଚେତା ନାମକ ଜଣେ ତପସ୍ୱୀ ଛୋଟ ଆଶ୍ରମଟିଏ କରି କେତେକ ଶିଷ୍ୟଙ୍କ ଗ୍ରହଣରେ ବାସ କରୁଥିଲେ ତପସ୍ୱୀ ପ୍ରଚେତା ଦିବାରାତ୍ର ଅଧିକାଂଶ ସମୟ ସମାଧି ଯୋଗରେ ଅତିବାହିତ କରୁଥିଲେ ନିଜସ୍ୱ ତପଶ୍ଚରଣ ମଧ୍ୟରେ ସେ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ନିୟମିତ ଭାବରେ
ଆଶ୍ରମବାସୀ ଶିଷ୍ୟମାନଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ଆଶ୍ରମର ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ପ୍ରଚେତାଙ୍କର ଅଜ୍ଞାତ ସାରରେ ଲବ୍ଧ ଶିକ୍ଷା ପ୍ରତି ଦୃଢ଼ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରିପାରୁନଥିଲେ। ସେମାନେ ପରସ୍ପର ମଧ୍ୟରେ ଆପଣାର ଅନ୍ତଃସ୍ଥଳରେ ଅବିଶ୍ୱାସ ଓ ଅନାସ୍ଥା ଭାବରେ ଆଲୋଚନା କରି ଯୋଗ ସାଧନାରେ ନାନାଦି ଅବହେଳା କରୁଥିଲେ। ଆଶ୍ରମ ଅନ୍ତେବାସୀ ମାତ୍ର 7 ଜଣ ଶିଷ୍ୟ ପ୍ରଚେତାଙ୍କର ଦୀକ୍ଷା ଓ ଶିକ୍ଷାରେ ଦୃଢ଼ ବିଶ୍ୱାସ ସ୍ଥାପନ କରି ଗୁରୁ ପ୍ରଦତ୍ତ ଉପଦେଶ ଅନୁଯାୟୀ ଯୋଗାଭ୍ୟାସ କରୁଥିଲେ। ସେହି 7 ଜଣଙ୍କର ନିଷ୍ଠା ଓ ଆନ୍ତରିକତା ପୂର୍ଣ୍ଣ ଯୋଗାଭ୍ୟାସ ଲକ୍ଷ୍ୟ କରି ଅନ୍ୟ ଶିଷ୍ୟମାନେ ସେମାନଙ୍କୁ ସେମାନଙ୍କର ନିଜସ୍ୱ ଉପଲବ୍ଧି ସମ୍ପର୍କରେ ନାନା ପ୍ରଶ୍ନ ପଚାରି ସନ୍ତୋଷଜନକ ଉତ୍ତର ନ ପାଇ ବ୍ୟଙ୍ଗ ବିଦ୍ରୂପ କରିବାକୁ ଲାଗିଲେ ଓ ବାରମ୍ବାର ସେମାନଙ୍କୁ ଯୋଗ ପଥରୁ ଭ୍ରଷ୍ଟ କରିବା ପାଇଁ ଚେଷ୍ଟା ଚଳାଇଲେ। ମାତ୍ର ଏହି 7 ଜଣ ନିଷ୍ଠାବାନ ଶିଷ୍ୟ କ୍ଷରିତ ଜ୍ଞାନ ଲାଭ କରିନଥିଲେ ମଧ୍ୟ ଯୋଗାଭ୍ୟାସରୁ ବିରତ ହେଲେ ନାହିଁ କିମ୍ବା ଗୁରୁଙ୍କର ଉପଦେଶ ବହିର୍ଭୂତ କର୍ମରେ କଦାପି ଲିପ୍ତ ହେଲେ ନାହିଁ। ସେମାନେ ପୂର୍ବବତ୍ ନିଷ୍ଠା, ତ୍ୟାଗ, ଶ୍ରଦ୍ଧା, ଆନ୍ତରିକତାର ସହିତ କର୍ମଯୋଗ ଅଭ୍ୟାସ କରିଚାଲିଲେ। କ୍ରମେ ଏହା ତପସ୍ୱୀ ପ୍ରଚେତାଙ୍କର କର୍ମ ଗୋଚର ହେଲା ଏବଂ ସେ ସମାଧି ଯୋଗାରୂଢ଼ ଅବସ୍ଥାରେ ଜାଣିବାକୁ ପାଇଲେ ଯେ ତାଙ୍କର ସମସ୍ତ ଶିଷ୍ୟଙ୍କ ମଧ୍ୟରୁ ଏହି 7 ଜଣ ବିକ୍ଷରିତ ଅଂଶ ମୋହରୁ ନିଷ୍ଠାବାନ ହୋଇପାରିଛନ୍ତି। ସେହିପରି ଦ୍ୱାପର ଯୁଗର ଦୃଷ୍ଟାନ୍ତଟିଏ ନୈମିଷାରଣ୍ୟରେ ଶାକପନ୍ନି ବୋଲି ଜଣେ ଋଷି ଆଶ୍ରମଟିଏ ସ୍ଥାପନ କରି ଶିଷ୍ୟମାନଙ୍କ ସହିତ ପବିତ୍ର ସାତ୍ୱିକ ଜୀବନ ଅତିବାହିତ କରୁଥିଲେ। ଋଷି ଶାକପନ୍ନି ଶିଷ୍ୟମାନଙ୍କୁ ବୈଦିକ ରୀତିରେ ଦୀକ୍ଷା ଓ ଶିକ୍ଷା ଦେଉଥିଲେ। ଶିଷ୍ୟମାନଙ୍କ ମଧ୍ୟରୁ ମାତ୍ର ଜଣକୁ ଛାଡ଼ି ଅନ୍ୟ ସମସ୍ତେ ଗୁରୁ ଶାକପନ୍ନିଙ୍କର ଦୀକ୍ଷା ଓ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ଗୁରୁଙ୍କ ଉପରେ ଅତୁଟ ଅଟଳ ବିଶ୍ୱାସ ସ୍ଥାପନ କରିପାରୁନଥିଲେ। ବିଭିନ୍ନ ଘଟଣାରେ ସେମାନେ ଗୁରୁଙ୍କୁ ଏବଂ ଗୁରୁଙ୍କର ଦୀକ୍ଷା, ଶିକ୍ଷା ଓ ଉପଦେଶକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ ଓ ଅନ୍ତଃକରଣରେ ଅବିଶ୍ୱାସର ବୀଜ ବପନ କରି ଅନାସ୍ଥା ଭାବ ପୋଷଣ କରୁଥିଲେ। ଋଷି ଶାକପନ୍ନି ପ୍ରତ୍ୟହ ବ୍ରାହ୍ମ ମୁହୂର୍ତ୍ତରେ ଯଜ୍ଞାଦି କର୍ମ ସମାପନରେ ତପଶ୍ଚର୍ଯ୍ୟା କରୁଥିଲେ ଓ ତଦନନ୍ତରରେ ଶିଷ୍ୟମାନଙ୍କୁ ବୈଦିକ ଶିକ୍ଷା ଦାନ କରି ସାରିବା ପରେ ଆଶ୍ରମଗତ ଅତିଥି ଅଭ୍ୟାଗତଙ୍କ ସହିତ ଆଧ୍ୟାତ୍ମ ଜ୍ଞାନ ବିଷୟକ ଆଲୋଚନାରେ ଲିପ୍ତ ରହୁଥିଲେ। ଦିନେ ଆଶ୍ରମକୁ ଆସିଥିବା ଜଣେ ନିରାଲମ୍ବୀ ଯୋଗୀ ଋଷି ଶାକପନ୍ନିଙ୍କୁ ତାଙ୍କ ଶିଷ୍ୟମାନଙ୍କର ଆଧ୍ୟାତ୍ମ ଉନ୍ନୟନ ସମ୍ପର୍କରେ ପ୍ରଶ୍ନ କଲା ଉତ୍ତାରୁ ଋଷି ସ୍ପଷ୍ଟ ଭାବରେ ପ୍ରକାଶ କଲେ, ମୋର ଏ ଜଗତରେ ଜଣେ ମାତ୍ର ଶିଷ୍ୟ ଏପର୍ଯ୍ୟନ୍ତ ଶିଷ୍ୟ ପଦବାଚ୍ୟ ହୋଇପାରିଛନ୍ତି, କାରଣ ସେ ବହୁଦିନ ଧରି ନିଷ୍ଠା, ତ୍ୟାଗ, ଶ୍ରଦ୍ଧା ଓ ଦୃଢ଼ ବିଶ୍ୱାସର ସହିତ ଶିକ୍ଷା ଓ ଅଭ୍ୟାସ କର୍ମ ଅବ୍ୟାହତ ରଖି ସୁଦ୍ଧା ବିଶେଷ ଉପଲବ୍ଧି ଜ୍ଞାନ ଲାଭ ନ କଲେ ବି ମୋ ପ୍ରତି ବା ମୋ ପ୍ରଦତ୍ତ ଶିକ୍ଷା ଉପଦେଶ ପ୍ରତି ତିଳେ ମାତ୍ର ଅବିଶ୍ୱାସ ପୋଷଣ ନ କରି ଶିକ୍ଷା ଦୀକ୍ଷା ପଥରେ ସ୍ଥିର ଓ ଅବିଚଳିତ ଅଛନ୍ତି। ଅନ୍ୟ ସମସ୍ତ ଶିଷ୍ୟ ବାହ୍ୟତଃ ଏକ ପ୍ରକାର ଆଚରଣ ଦେଖାଇ ଅନ୍ତରସ୍ତଃ ପ୍ରକୃତିରେ ଅସ୍ଥିର ଓ ବିଚଳିତ ଅଛନ୍ତି। ଏହାର କାରଣ ପୁଛନ୍ତେ ଶାକପନ୍ନି ସଂକ୍ଷେପରେ ଉତ୍ତର ଦେଲେ, ଜନ୍ମ ମୁହୂର୍ତ୍ତର ଗ୍ରହ ନକ୍ଷତ୍ରାଦିର ପ୍ରଭାବ, ସ୍ପଷ୍ଟ ବିକ୍ଷରିତ ଅଂଶ ମୋହର ଏହା ହିଁ ଏକମାତ୍ର କାରଣ। ଆମର ଏହି କଳି କାଳରେ ବିକ୍ଷରିତ ଅଂଶ ମୋହର ପ୍ରଭାବରୁ ଅନେକ ଗୁରୁଦ୍ୱାରରୁ ଦୀକ୍ଷା, ଧାରା, ଅଭ୍ୟାସ ସୂତ୍ରର ସନ୍ଦେଶ ପଥ ଓ ସନ୍ଦେଶ ପତ୍ର ନେଇ ନିଷ୍ଠା, ବିଶ୍ୱାସ, ତ୍ୟାଗ ଓ ଆନ୍ତରିକତାର ସହିତ ଅଭ୍ୟାସ କର୍ମଧାରା ବହୁଦିନ ପାଇଁ ଅନୁସରଣ କରି କୌଣସି ଅନୁଭୂତି, ଉପଲବ୍ଧି ଓ ଦର୍ଶନ ନ ପାଇ ମଧ୍ୟ ଅଭ୍ୟାସ କର୍ମଧାରାରେ ଅବିଚଳିତ ଅବସ୍ଥାରେ ସାଧନା କରିଚାଲିଛନ୍ତି। ବର୍ତ୍ତମାନ ଯୁଗର ବହୁ ଗୁରୁ ସିଦ୍ଧ ପୁରୁଷଙ୍କର ଶିଷ୍ୟ ମଣ୍ଡଳୀରେ ବିକ୍ଷରିତ ଅଂଶ ମୋହ ପ୍ରଭାବଗ୍ରସ୍ତ ବହୁ ଶିଷ୍ୟ ଅବଶ୍ୟ ଅଛନ୍ତି, ଏଥିରେ ସନ୍ଦେହ ନାହିଁ। ମାତ୍ର
ଏ କଥା ମଧ୍ୟ ସତ୍ୟ ଯେ ଏ ଯୁଗ ଆରମ୍ଭରୁ ଅଦ୍ୟାବଧି ବହୁ ଗୁରୁ ଓ ସିଦ୍ଧ ମହାପୁରୁଷଙ୍କୁ ଗ୍ରହଣ କରି ଦୀକ୍ଷା ଶିକ୍ଷା ଉପଦେଶ ଆଦେଶ ଆଜ୍ଞା ଅନୁଜ୍ଞା ଆଦି ଗ୍ରହଣ କରିଥିବା ଓ କରୁଥିବା ବହୁ ଶିଷ୍ୟ ଶିଷ୍ୟ ଗୁରୁ ପ୍ରଦତ୍ତ ଦୀକ୍ଷା ମନ୍ତ୍ର ଶିକ୍ଷା ଉପଦେଶ ଆଦେଶ ଆଜ୍ଞା ଅନୁଜ୍ଞା ଆଦି ଗ୍ରହଣ କରି ଅଳ୍ପ କେତୋଟି ଦିନ ଅଭ୍ୟାସ କରି ହଠାତ୍ ଫଳ ଆଶାୟୀ ହୋଇ ତାହା ନ ପାଇ ବିଫଳ ମନୋରଥ ଭଗ୍ନ ହୃଦୟ ହତାଶ ହୋଇ କର୍ମଯୋଗ ଓ ଅଭ୍ୟାସ ସୂତ୍ରକୁ ସର୍ବାଦୌ ବର୍ଜନ ଓ ତ୍ୟାଗ କରିଦେଉଛନ୍ତି। ଏହାର ଏକମାତ୍ର କାରଣ ସେମାନେ ବିକ୍ଷରିତ ଅଂଶ ମୋହର ବଳୟ ମଧ୍ୟକୁ ପ୍ରବେଶ କରିପାରିନାହାନ୍ତି ବା କରିପାରୁନାହାନ୍ତି। ଜନ୍ମ ମୁହୂର୍ତ୍ତର ଗ୍ରହ ଓ ନକ୍ଷତ୍ର ଆଦି ପ୍ରଭାବରୁ ଜୀବର କର୍ମ ଓ କର୍ମଫଳାଦି ନିୟନ୍ତ୍ରିତ ହୋଇଥାଏ। ତଥାପି ଗୁରୁ ଗ୍ରହଣ କରି ଶ୍ରୀ ଗୁରୁଙ୍କ ପାଦ ପଦ୍ମରେ ଅଚଳ ଅଟଳ ଭକ୍ତି ନିଷ୍ଠା ଶ୍ରଦ୍ଧା ଓ ବିଶ୍ୱାସ ସ୍ଥାପନ କରି ଧାରା ଧରି ନିତ୍ୟ ଅଭ୍ୟାସ କର୍ମଯୋଗ ଧାରାରେ ସ୍ଥିର ଓ ଅବିଚଳିତ ରହିଲେ ପର୍ଯ୍ୟାୟ ଭୋଗରେ ଶ୍ରୀ ଗୁରୁଙ୍କର କରୁଣା କଲ୍ୟାଣ ଲାଭ କରିବା ନିଶ୍ଚିତ ଭାବରେ ସମ୍ଭବ। ଏହା ଉପରେ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରିବା ଶିଷ୍ୟମାନଙ୍କର ଏକାନ୍ତ କର୍ମ।